ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ କେମିତି ଅଛନ୍ତି? ମୁଁ ବିଶ୍ୱାସ କରେ ଆପଣମାନେ ଯେଉଁଠି ବି ଥିବେ ଈଶ୍ୱରଙ୍କ ଦୟା ହେତୁ ଭଲରେ ଥିବେ। ଆଜି ଆମେ ମାଥ୍ୟୁ 24ରେ କିଛି ବିଷୟ ଆମେ ଧ୍ୟାନ କରିବା। ମାଥ୍ୟୁ 24 ପୂର୍ବରୁ ମାଥ୍ୟୁ 23ରେ ଆମେ ଦେଖୁଛେ ଏଠି ପ୍ରଭୁ ଯୀଶୁଙ୍କର ପ୍ରଥମ ଆଗମନ ସମୟରେ ଜେରୁସାଲେମର ହୋଇଥିବା ଘଟଣା ସବୁ। କିନ୍ତୁ ମାଥ୍ୟୁ 24ରେ ଆମେ ଦେଖୁଛେ ଏଠି ପ୍ରଭୁ ଯୀଶୁଙ୍କୁ ଶିଷ୍ୟମାନେ ପଚାରୁଛନ୍ତି, ତୁମର ଦ୍ୱିତୀୟ ଆଗମନ ଓ ଯୁଗାନ୍ତ ସମୟର ଲକ୍ଷଣ ଗୁଡ଼ିକ କ'ଣ? ଶ୍ରୀ ପ୍ରଭୁ ଯୀଶୁ ତାଙ୍କୁ ପ୍ରଥମେ ଗୋଟେ କଥା କହିଲେ, ସାବଧାନ, କେହି ତୁମମାନଙ୍କୁ ଭ୍ରାନ୍ତ ନ କରୁ। କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଯୁଗାନ୍ତ ସମୟରେ ଆମେ ଏବେ ଯୁଗାନ୍ତ ସମୟରେ ବାସ କରୁଛେ। ପ୍ରଥମ ଲକ୍ଷଣ ଏଠି ପ୍ରଭୁ ଯୀଶୁ କହୁଛନ୍ତି, ଅନେକ ଭଣ୍ଡ ଖ୍ରୀଷ୍ଟମାନେ ଉଠି ଅନେକଙ୍କୁ ସେମାନେ ଭ୍ରାନ୍ତ କରିବେ। ଶୈତାନ କାର୍ଯ୍ୟ ହେଲା କ'ଣ ନା ଭ୍ରାନ୍ତ କରିବା। ଲେଖାଯାଏ, ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ। ଜାତି ବିପକ୍ଷରେ ଜାତି ମାନେ କ'ଣ? ତାର ଆତ୍ମିକ ଅର୍ଥ ହେଲା ମଣ୍ଡଳୀ ବିରୁଦ୍ଧରେ ମଣ୍ଡଳୀ ଉଠିବ। ତା ଶତ୍ରୁ ଶୈତାନ କାର୍ଯ୍ୟ ଅଟେ। ଅନେକଙ୍କୁ ସେ ଭ୍ରାନ୍ତ କରିବ। ଜାତି ବିରୁଦ୍ଧରେ ଜାତି ମାନେ ମଣ୍ଡଳୀ ବିରୁଦ୍ଧରେ ମଣ୍ଡଳୀ ସେତେବେଳେ ଉଠିବ। ଆଉ କ'ଣ ଲେଖା ହେଇଛି ଯେ ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ଦୁର୍ଭିକ୍ଷ ମାନେ କ'ଣ? ଅନ୍ନ ଖାଦ୍ୟର ଦୁର୍ଭିକ୍ଷ ନୁହେଁ। ଦୁର୍ଭିକ୍ଷର ଆତ୍ମିକ ଅର୍ଥ ଆମକୁ ବୁଝିବାକୁ ଗଲେ ଈଶ୍ୱରଙ୍କର ସତ୍ୟ ବାକ୍ୟର ଦୁର୍ଭିକ୍ଷ ଘଟିବ। ଆଉ ଭୂମିକମ୍ପ ହେବ। ଭୂମିକମ୍ପର ଆତ୍ମିକ ଅର୍ଥ, ଯେତେବେଳେ ଆମେ ସତ୍ୟକୁ ଜାଣିବା ଆମ ଭିତରେ ଆମ ହୃଦୟ ଭୂମିକମ୍ପ ହେବ। ଆମେ ଯେ ଦେଖୁଛେ ଜଗତରେ ଭୂମିକମ୍ପ ହେଉଛି, ସେ ଭୂମିକମ୍ପ ନୁହେଁ। ଏଠି ଭୂମିକମ୍ପର ଆତ୍ମିକ ଆକ୍ଚୁଆଲି ଅର୍ଥ ହେଲା ଆମ ହୃଦୟରେ ଭୂମିକମ୍ପ ହେବ। ଲେଖା ହେଇଛି, ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ। ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ, ଲେଖା ହେଇଛି ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ବସିଥିବା ଦେଖିବ। ପବିତ୍ର ସ୍ଥାନ କାହାକୁ କୁହାଯାଏ? ଯେଉଁଠି ଈଶ୍ୱରଙ୍କର ଉପାସନା କରାଯାଏ, ଯେଉଁଠି ଈଶ୍ୱରଙ୍କର ଉପସ୍ଥିତି ଆସେ, ତାହା ହେଲା ମଣ୍ଡଳୀ। ମଣ୍ଡଳୀରେ ଘୃଣ୍ୟ ବସ୍ତୁକୁ ବସିଥିବା ଦେଖିବ। ଘୃଣ୍ୟ ବସ୍ତୁ ମାନେ କ'ଣ? ମିଥ୍ୟା ପାଳକ, ଭଣ୍ଡ ଭବିଷ୍ୟତ ବକ୍ତାମାନଙ୍କୁ ଶତ୍ରୁ ଶୈତାନ ଆଣି ବସାଇବ ମଣ୍ଡଳୀ ଗୁଡ଼ିକରେ, ଯେପରି ଲୋକମାନେ ଭ୍ରାନ୍ତ ହେବେ ସତ୍ୟ ବାକ୍ୟରୁ। ସେତେବେଳେ ଆମକୁ କ'ଣ କରିବାର ଅଛି? ପ୍ରଭୁ ଯୀଶୁ କହିଲେ, ସେତେବେଳେ ଯେଉଁମାନେ ଜିହୁଦା ପ୍ରଦେଶରେ ଥାନ୍ତି ସେମାନେ ପର୍ବତମାଳାକୁ ପଳେଇ ଯାଆନ୍ତି। ପର୍ବତମାଳାର ଆତ୍ମିକ ଅର୍ଥ ହେଲା ଯେଉଁଠାରେ ସତ୍ୟ ବୁଦ୍ଧିମାନ ଦାସ ଥିବେ, ଯେଉଁଠି ଈଶ୍ୱରଙ୍କର ସତ୍ୟ ବାକ୍ୟ ନିର୍ଗତ ହେଉଥିବ, ଯେଉଁଠି ଈଶ୍ୱରଙ୍କର ଉପସ୍ଥିତି ଥିବ, ସେହି ସ୍ଥାନକୁ ଆମକୁ ଯିବାର ଅଛି। କାରଣ ଅନେକ ଆମେ ଦେଖୁଛେ ଜଗତରେ ଆଉ ଭଣ୍ଡ ଖ୍ରୀଷ୍ଟ ବାହାରିଲେନି। ମିଥ୍ୟା ଶିକ୍ଷା ଦ୍ୱାରା ଲୋକମାନଙ୍କୁ ସେମାନେ ଭ୍ରାନ୍ତ କରୁଛନ୍ତି। ଆମେ ସେଥିରେ ସଜାଗ ହେବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।